जय जगन्नाथ नमस्कार प्रिय दर्शक बंधु मु ज्योतिषाचार्य प्रमोद कुमार पंडा आपण मानक स्वागत करुच्ची आपण मानकर प्रिय चैनल आस्ट्रो कल्याण चैनल प्रिय दर्शक बंधु जो व्यक्ति मान तो चैनल को देखुं सब्सक्राइब करना सब्सक्राइब करूँ लाइक करूँ अधिक अधिक शेयर करूँ आसतु जाना आज दिन सुंदर टिप्स टी छत्तीसा जंत्र अंगूठी प्रिय दर्शक बंधु এটা ବହୁତ ପୁରୁଣା କାଳର ଯନ୍ତ୍ର ଅଟେ ଛତିଶା ଯନ୍ତ୍ର। ଉକ୍ତ ଯନ୍ତ୍ରକୁ ଧାରଣ କଲେ କଣ ଫଳପ୍ରଦ ମିଳେ? ଉକ୍ତ ଯନ୍ତ୍ରକୁ ବେପାର ବାଣିଜ୍ୟ ସ୍ଥାନରେ ସ୍ଥାପନା କଲେ ବେପାର ବାଣିଜ୍ୟ କ୍ଷେତ୍ରରେ ବୃଦ୍ଧି ହୋଇଥାଏ। ଏହାକୁ ଘରେ ସ୍ଥାପନା କଲେ ଗୃହରେ ଶାନ୍ତି ସୁଖ ସମୃଦ୍ଧି ଏବଂ ଲକ୍ଷ୍ମୀଙ୍କର ଆଗମନ ହୋଇଥାଏ। ଯଦି ଆପଣଙ୍କର ମାନସିକ ଶାନ୍ତି ରହୁନି, ଶାରୀରିକ ପୀଡ଼ା ଦେଖାଯାଉଛି, ରୋଗଗ୍ରସ୍ତ ଦେଖାଯାଉଛି, ତନ୍ତ୍ର ମନ୍ତ୍ର ଦ୍ୱାରା ଆପଣ ପୀଡ଼ିତ ହେଉଛନ୍ତି ବା ମାନସିକ କ୍ଷେତ୍ରରେ ସଫଳତା ଅସନ୍ତୁଷ୍ଟତା ଦେଖାଯାଉଛି, ତାହେଲେ ଛତିଶା ଆଙ୍ଗୁଠିକୁ ଡାହାଣ ହାତର ମଧ୍ୟମ ଆଙ୍ଗୁଳିରେ ଧାରଣ କରନ୍ତୁ। କିନ୍ତୁ ତାର ନିୟମ ବିଧିବିଧାନ ଅନୁସାରେ ପୂଜା କରି ତାକୁ ଧାରଣ କରିବେ, ନିଶ୍ଚିତ ରୂପରେ ଆପଣଙ୍କର ମଙ୍ଗଳ ହେବ, ସଫଳତା ଦେଖାଦେବ। ପ୍ରିୟ ଦର୍ଶକ ବନ୍ଧୁ, ଏତ ଥିଲା ଆଜି ଦିନର ସୁନ୍ଦର ଟିପ୍ସଟି। ଏବେ ଆସନ୍ତୁ ଜାଣିବା ଆଜି ଦିନର ପଞ୍ଚାଙ୍ଗ ଏବଂ 12ଟି ରାଶିର ରାଶିଫଳ ବିଷୟ। 13 ଜୁନ 2026 ମସିହା ଜ୍ୟେଷ୍ଠ ମାସ କୃଷ୍ଣ ପକ୍ଷ ତ୍ରୟୋଦଶୀ ତିଥି କୃତିକା ନକ୍ଷତ୍ର ଶନିବାର। ଆଜି ଦିନର ଶୁଭାଶୁଭ ସମୟ ପ୍ରାତଃ 6ଟା 47 ଠାରୁ 8ଟା 26 ପର୍ଯ୍ୟନ୍ତ ଶୁଭ ସମୟ ଭୋଗ। ପୁନଃ ପ୍ରାତଃ 11ଟା 47 ଠାରୁ ସାୟଂ 4ଟା 46 ପର୍ଯ୍ୟନ୍ତ ଶୁଭ ସମୟ ଭୋଗ। ପୁନଃ ସାୟଂ 6ଟା 26 ଠାରୁ 7ଟା 46 ପର୍ଯ୍ୟନ୍ତ ଶୁଭ ସମୟ ଭୋଗ। ରାତ୍ର 9ଟା 6 ଠାରୁ ଅର୍ଦ୍ଧରାତ୍ର 1ଟା 7 ପର୍ଯ୍ୟନ୍ତ ଶୁଭ ସମୟ ଭୋଗ। ଆଜି ଦିନର ରାହୁକାଳ ସମୟ ପ୍ରାତଃ 8ଟା 27 ଠାରୁ 10ଟା 7 ପର୍ଯ୍ୟନ୍ତ ରାହୁକାଳ ସମୟ ଭୋଗ। ଉକ୍ତ ସମୟରେ କୌଣସି ମିଟିଂ ଆଟେଣ୍ଡ କରିବା ବା ଦୂରଯାତ୍ରା କରିବା, କୌଣସି ନୂତନ କାର୍ଯ୍ୟ ପ୍ରାରମ୍ଭ କରିବା ଏହା କେବେ କରିବେ ନାହିଁ, ବର୍ଜିତ କରନ୍ତୁ। ଏହାଦ୍ୱାରା ଦୁଃଖାନ ସମସ୍ୟା ଦେଖାଦେବାର ସମ୍ଭାବନା ଦେଖାଯାଉଛି। ଆଜି ଦିନର ଘାତ ବାର, କେଉଁ ରାଶିକୁ ଘାତ ବାର ଅଛି? ଆଜି ଶନିବାର ଅଛି। ବୃଷ ରାଶି, ସିଂହ ରାଶି ଏବଂ କନ୍ୟା ରାଶିକୁ ଘାତ ବାର। ଯାହାର ରାଶି ହେଉଛି ବୃଷ ରାଶି, ସିଂହ ରାଶି ଏବଂ କନ୍ୟା ରାଶି, ଟିକେ ସାବଧାନ ରହିବେ, ଘାତ ବାର ଅଛି। ଆଜି ଦିନର ଘାତ ଚନ୍ଦ୍ର ମେଷ ରାଶି, ଯାହାର ରାଶି ହେଉଛି ମେଷ ରାଶି, ପୁରୁଷ ହୁଅନ୍ତୁ ଚାहे ମହିଳା ହୁଅନ୍ତୁ, ଘାତ ଚନ୍ଦ୍ର ଅଛି, ଟିକେ ସାବଧାନ ରହିବେ। ଏତ ଥିଲା ଆଜି ଦିନର ପଞ୍ଚାଙ୍ଗ। ଏବେ ଆସନ୍ତୁ ଜାଣିବା ଆଜି ଦିନର 12ଟି ରାଶିର ରାଶିଫଳ ବିଷୟ। ମେଷ ରାଶି। ମେଷ ରାଶି ବ୍ୟକ୍ତିମାନଙ୍କ ପାଇଁ ପ୍ରଥମତଃ ଧ୍ୟାନ ଦେବା, ନିଜ ମନକୁ କଣ୍ଟ୍ରୋଲ କରିବା ଏବଂ ଅର୍ଥନୈତିକ କ୍ଷେତ୍ରରେ ସଫଳତା ଦେଖାଦେବ। କୁଟୁମ୍ବ ପରିବାର ଆନନ୍ଦ ଦେଖାଦେବ। ଦାମ୍ପତ୍ୟ ଜୀବନ ଆନନ୍ଦ ସୁଖ ମଧୁମୟ ଦେଖାଦେବ। ଏହାକୁ ତ୍ୟାଗ କରନ୍ତୁ, ଦୂରଯାତ୍ରା କରିବା ପୂର୍ବରୁ ଭାବି ଚିନ୍ତି କରନ୍ତୁ ଏବଂ କ୍ରୋଧ ଅସନ୍ତୁଷ୍ଟତା ହେବା ଉଚିତ ନୁହେଁ। ଆଜିର ଲକି ନମ୍ବର 2, ଲକି କଲର୍ସ ହ୍ୱାଇଟ୍, ଲକି ଡାଇରେକ୍ସନ ନର୍ଥ ୱେଷ୍ଟ। ମହାଦେବଙ୍କ ଭକ୍ତିର ସହିତ ପୂଜା ଅର୍ଚ୍ଚନା କରନ୍ତୁ, ସୁଖରେ ଦିନ କଟିବ। ବୃଷ ରାଶି। ଗାଡ଼ି ଘୋଡ଼ା ଟିକେ ସାବଧାନ ଚଲାଇବା, କାହାରି ବ୍ୟକ୍ତିଗତ କଥାରେ କଥା କହିବା ଉଚିତ ନୁହେଁ, ଭୁଲେ ନା କାମ। ପତି ପତ୍ନୀ ମଧ୍ୟରେ ଶ୍ରଦ୍ଧା ଆଦରତା ଆତ୍ମବିଶ୍ୱାସ ରଖିବା ଅତ୍ୟନ୍ତ ଆବଶ୍ୟକତା ଅଛି। ଚରିତ୍ରବାନ ହୁଅନ୍ତୁ, ନିଜର ମନ କଥାକୁ ମନେ ରଖିଥାନ୍ତୁ, କର୍ତ୍ତବ୍ୟ ଅନୁସାରେ କାର୍ଯ୍ୟରେ କରନ୍ତୁ, କେବେ ଅବହେଳା କରନ୍ତୁ ନାହିଁ। ଆଜିର ଲକି ନମ୍ବର୍ସ 8, ଲକି କଲର୍ସ ବ୍ଲାକ୍, ଲକି ଡାଇରେକ୍ସନ ୱେଷ୍ଟ। ଭଗବାନ ହନୁମାନ ମହାପ୍ରଭୁଙ୍କର ପଞ୍ଚର ବାଣ ସ୍ତୋତ୍ର ପାଠ କରନ୍ତୁ, ଶନିଦେବଙ୍କ ନାମରେ ଦୀପଟେ ଜାଳନ୍ତୁ, ନିଶ୍ଚିତ ରୂପରେ ଆପଣଙ୍କର ମଙ୍ଗଳ ହେବ, ସଫଳତା ଦେଖାଦେବ। ମିଥୁନ ରାଶି। ଦ୍ୱାଦଶ ଚନ୍ଦ୍ରମା, ଟିକେ ସାବଧାନ ରହିବେ, ଗାଡ଼ି ଘୋଡ଼ା ଚଳିବା ପାଇଁ ସାବଧାନ। ହସ୍ପିଟାଲରେ କିଛି ପଇସା ଖର୍ଚ୍ଚ ହେବାର ସମ୍ଭାବନା ଦେଖାଯାଉଛି। କୌଣସି କ୍ଷେତ୍ରରେ ଆପଣ ଯାତାୟାତ କରୁଛନ୍ତି, ଦୂର ଲଙ୍ଗ ଟୁର୍ କରୁଛନ୍ତି, ବିଶେଷ କରି ବହୁମୂଲ୍ୟ ରତ୍ନ ବା ଅଧିକ ପଇସା ଧରି ଯାତାୟାତ କରିବା ଉଚିତ ନୁହେଁ। କିଛି ଦ୍ରବ୍ୟ ବସ୍ତୁ ପଦାର୍ଥ ହଜି ଯାଇପାରେ,
ବା କୌଣସି ଚୋରି ହେଇଯାଇପାରେ, ଟିକେ ସାବଧାନ ରହିବେ। ଇନକମ୍ ସୋର୍ସରେ ବେଟର ରହିବ। ସନ୍ତାନକୁ ନେଇ ଆନନ୍ଦିତ ହେବେ। ବିଦ୍ୟାର୍ଥୀ ସଫଳତା ଅର୍ଜନ କରିବେ। କର୍ମ ବେପାର ବାଣିଜ୍ୟ କ୍ଷେତ୍ରରେ ଠିକ୍ ଠାକ୍ ରହିବ। ଆଜିର ଲକି ନମ୍ବର 7, ଲକି କଲର ଗ୍ରେ, ଲକି ଡାଇରେକ୍ସନ ସାଉଥ। ପ୍ରାତଃ ସମୟରେ ସ୍ନାନାଦି କାର୍ଯ୍ୟ ସାରି ଭଗବାନ ଶନିଦେବଙ୍କ ନାମରେ ଆଜି ଦୀପଟି ଜାଳି 40 ପାଠ କରନ୍ତୁ। ସୂର୍ଯ୍ୟାସ୍ତ ପରେ ଶନିଦେବଙ୍କ ମନ୍ଦିରକୁ ଯାଆନ୍ତୁ, ଦୀପଟି ଦାନ କରନ୍ତୁ, କିଛି ଗରିବ ବ୍ୟକ୍ତିଙ୍କୁ ଖାଇବାକୁ ଦିଅନ୍ତୁ, ଯାହାଫଳରେ ଆପଣଙ୍କର ମଙ୍ଗଳ ଓ ସମ୍ପର୍କ ଦେଖାନ୍ତୁ। କର୍କଟ ରାଶି। କର୍କଟ ରାଶି ବ୍ୟକ୍ତିମାନଙ୍କ ପାଇଁ କର୍ମକ୍ଷେତ୍ର ବିଲକୁଲ ସଫଳତା ଅଛି। ମାନ ସମ୍ମାନ ମଧ୍ୟ ପ୍ରାପ୍ତ ଅଛି। ଇନକମ୍ ସୋର୍ସରେ ବେଟର ରହିବ ଏବଂ ମାତା ବନ୍ଧୁ ରିଶ୍ତେଦାରଙ୍କ ତରଫରୁ ସପୋର୍ଟ ମିଳିବ, ସହଯୋଗ ମିଳିବ, ଶ୍ରଦ୍ଧା ମିଳିବ, ଆଦର ମିଳିବ। କିନ୍ତୁ ସନ୍ତାନକୁ ନେଇ ଟିକେ ଚିନ୍ତା ଦେଖାଦେବାର ସମ୍ଭାବନା ଦେଖାଯାଉଛି। କିନ୍ତୁ ସନ୍ତାନକୁ ନେଇ ଆନନ୍ଦିତ ମଧ୍ୟ ହେବେ। ବିଦ୍ୟାର୍ଥୀ ସଫଳତା ଅର୍ଜନ କରିବେ। ଆଜିର ଲକି ନମ୍ବର 4, ଲକି କଲର୍ସ ଗ୍ରାଣ୍ଡ ସିଲ୍ଭର, ଲକି ଡାଇରେକ୍ସନ ସାଉଥ ୱେଷ୍ଟ। ମହାଦେବଙ୍କୁ ଭକ୍ତର ସହିତ ପୂଜା ଅର୍ଚ୍ଚନା କରନ୍ତୁ। ଓମ୍ ନମଃ ଶିବାୟ। ଏହି ମନ୍ତ୍ର ଜପ କରନ୍ତୁ, ସୁଖର ଦିନ କଟିବ। ସିଂହ ରାଶି। ସିଂହ ରାଶି ବ୍ୟକ୍ତିମାନଙ୍କ ପାଇଁ କର୍ମକ୍ଷେତ୍ର ନିଶ୍ଚିତ ରୂପରେ କିଛି ନା କିଛି ସଫଳତା ଦେଖାଦେବ। ଭାଗ୍ୟର ଉଦୟ ମଧ୍ୟ ଅଛି। ପରାକ୍ରମ କ୍ଷେତ୍ରରେ ବିଜୟ ପ୍ରାପ୍ତି ଅଛି। କିନ୍ତୁ ମହିଳାଙ୍କ ସହିତ ସଦ୍ବ୍ୟବହାର କରନ୍ତୁ। ମାତୃତୁଲ୍ୟ ବ୍ୟକ୍ତିଙ୍କୁ ସମ୍ମାନ କରନ୍ତୁ। କୌଣସି ଜିନିଷ କ୍ରୟ ବିକ୍ରୟ କରୁଛନ୍ତି, ଖାଇ କରନ୍ତୁ ନାହିଁ, ଶ୍ରଦ୍ଧାପୂର୍ବକ ଯାଞ୍ଚ କରିକି ଦିଅନ୍ତୁ। ଆଜି ଲକି ନମ୍ବର 3, ଲକି କଲର ୟେଲୋ, ଲକି ଡାଇରେକ୍ସନ ନର୍ଥ ଇଷ୍ଟ। ବିଷ୍ଣୁଙ୍କୁ ପୂଜା ଅର୍ଚ୍ଚନା କରନ୍ତୁ, ସୁଖର ଦିନ କଟିବ। କନ୍ୟା ରାଶି। କନ୍ୟା ରାଶି ବ୍ୟକ୍ତିମାନଙ୍କ ପାଇଁ ଆଗଚଳ ହୋଇ କୌଣସି କାର୍ଯ୍ୟ କରିବା ଉଚିତ ନୁହେଁ। ପ୍ରତ୍ୟେକ ଜିନିଷରେ ସହଯୋଗ, ସହାନୁଭୂତି ରଖିବା ଅତ୍ୟନ୍ତ ଆବଶ୍ୟକତା ଅଛି। ଆଜି ନିଶ୍ଚିତ ପ୍ରାପ୍ତି ଯୋଗ ଅଛି। ବସ୍ କର୍ତ୍ତବ୍ୟ ଧୈର୍ଯ୍ୟ ବହୁତ ଆବଶ୍ୟକତା ଅଛି। ଅର୍ଥ ଯୋଗ ଅଛି। ପରାକ୍ରମ କ୍ଷେତ୍ରଟି କମଜୋରି ଦେଖାଦେଉଛି। ସାଙ୍ଗଦୋସ୍ତ ମିତ୍ରତା ମଧ୍ୟରେ କେହି କଥା କହି ପଛକୁ ହଟି ଯାଇପାରନ୍ତି, ଟିକେ ସାବଧାନ। ଭାଇ ଭଉଣୀ ମିତ୍ରଙ୍କ ସହିତ ଶ୍ରଦ୍ଧାତ୍ମକତା ରଖନ୍ତୁ। କାହାରି ସ୍ୱାସ୍ଥ୍ୟ ଯଦି କମଜୋର ଅଛି, ସେବା କରିବାକୁ ଚେଷ୍ଟା କରନ୍ତୁ। ଆଜି ଲକି ନମ୍ବର 7, ଲକି କଲର୍ସ ଗ୍ରେ, ଲକି ଡାଇରେକ୍ସନ ସାଉଥ। ମହାଦେବଙ୍କୁ ଭକ୍ତର ସହିତ ପୂଜା ଅର୍ଚ୍ଚନା କରନ୍ତୁ। ଏତଦ୍ ବ୍ୟତୀତ ଯଦି ପାରୁଛନ୍ତି କିଛି ଶ୍ୱାନକୁ ଖାଇବାକୁ ଦିଅନ୍ତୁ, ଏହା ଦ୍ୱାରା ଆପଣଙ୍କର ମନୋଭାବ ସଫଳତା ଦେଖାଦେବ। ତୁଳାରାଶି। ତୁଳାରାଶି ବ୍ୟକ୍ତିମାନଙ୍କ ପାଇଁ ପତି ପତ୍ନୀ ଦାମ୍ପତ୍ୟ ଜୀବନ ଆନନ୍ଦ ସୁଖ ମଧୁମରେ ଦେଖାଦେବ। କିଛି କଥା କିଛି ପରିବାରକୁ ନେଇ ଟିକେ ଅସନ୍ତୁଷ୍ଟତା କ୍ରିଏଟ ହେବ, ଯାହାଫଳରେ ସ୍ୱାସ୍ଥ୍ୟରେ ପ୍ରଭାବିତ ଦେଖାଦେବ। ଦୂରଯାତ୍ରା ଭ୍ରମଣ ଯୋଗ ମଧ୍ୟ ଅଛି, କରିପାରିବେ ଏବଂ କାର୍ଯ୍ୟରେ ସିଦ୍ଧି ଏବଂ ସଫଳତା ଦେଖାଦେବ। ଜିଦ୍ଦି, କ୍ରୋଧ, ଅହଙ୍କାର, ଇଗୋ, ପୁରୁଣା କଥାକୁ ଆଲୋଚନା କରିବା ବିଲକୁଲ ଠିକ ନୁହେଁ। ଏହା ଦ୍ୱାରା ଦୁଃଖ ସମସ୍ୟା ଦେଖାଦେବ। ଆଜିର ଲକି ନମ୍ବର 8, ଲକି କଲର୍ସ ବ୍ଲାକ୍, ଲକି ଡାଇରେକ୍ସନ ୱେଷ୍ଟ। ହନୁମାନ ମହାପ୍ରଭୁଙ୍କର ବଜ୍ରବାଣ ସ୍ତୋତ୍ର ପାଠ କରନ୍ତୁ, ସୁଖର ଦିନ କଟିବ। ବିଛାରାଶି। ବିଛାରାଶି ବ୍ୟକ୍ତିମାନଙ୍କ ପାଇଁ ମନକୁ କଣ୍ଟ୍ରୋଲ ରଖନ୍ତୁ, ବାଣୀକୁ ନିୟନ୍ତ୍ରଣ ରଖନ୍ତୁ, ଜଲ୍ଦବାଜି ହୋଇ ଡିସିସନ ନିଅନ୍ତୁ ନାହିଁ। ଦାମ୍ପତ୍ୟ ଜୀବନ ଆନନ୍ଦ ସୁଖ ମଧୁର ଦେଖାଦେବ। କାର୍ଯ୍ୟରେ ସିଦ୍ଧି ଏବଂ ସଫଳତା ମଧ୍ୟ ଦେଖାଦେବ। ପରାକ୍ରମ କ୍ଷେତ୍ର ଲାଭବାନ ହେବେ। ପାର୍ଟନର ଦ୍ୱାରା ଯଥେଷ୍ଟ ସପୋର୍ଟ ମିଳିବ, କିନ୍ତୁ କ୍ରୋଧ, ଜିଦ୍ଦି, ଅହଙ୍କାରୀ ଠାରୁ ହଟିକି ରହିବା ଅତ୍ୟନ୍ତ ଆବଶ୍ୟକତା ଅଛି। ଶାନ୍ତି, ସନ୍ତୁଷ୍ଟି ଏବଂ କ୍ଷମା ବହୁତ ଆବଶ୍ୟକତା ଅଛି। ଆଜିର ଲକି ନମ୍ବର 2, ଲକି କଲର୍ସ ହ୍ୱାଇଟ୍, ଲକି ଡାଇରେକ୍ସନ ନର୍ଥ ୱେଷ୍ଟ। ମହାଦେବଙ୍କୁ ଭକ୍ତର ସହିତ ପୂଜା ଅର୍ଚ୍ଚନା କରନ୍ତୁ। ଓମ୍ ନମଃ ଶିବାୟ। ଏହି ମନ୍ତ୍ର ଜପ କରନ୍ତୁ, ସୁଖ ଦିନ କଟିବ। ଧନୁରାଶି। ଧନୁରାଶି ବ୍ୟକ୍ତିମାନଙ୍କ ପାଇଁ ଶତ୍ରୁମାନଙ୍କ ଠାରୁ ବିଜୟ ପ୍ରାପ୍ତି ହେବେ। ପୋଲିସ ମାଟର କୋର୍ଟ କଚେରୀରେ ଚାଲିଥିଲା, ତା ଅପେକ୍ଷାକୃତ ଥିଲା, କିଛି ଲୋକଙ୍କ ପାଇଁ ସଫଳତା ମିଳିବ। ଏବଂ ବିଦ୍ୟାର୍ଥୀ ବିଦ୍ୟା କ୍ଷେତ୍ରରେ ସଫଳତା ଅର୍ଜନ କରିବେ। ମାନ ସମ୍ମାନ ପ୍ରାପ୍ତି ହେବ, ସନ୍ତାନକୁ ନେଇ ଆନନ୍ଦିତ ହେବେ। ଆଜିର ଲକି ନମ୍ବର 5, ଲକି କଲର୍ସ ଗ୍ରୀନ, ଲକି ଡାଇରେକ୍ସନ ନର୍ଥ। ଭଗବାନ ହନୁମାନ ମହାପ୍ରଭୁଙ୍କର ବଜ୍ରବାଣ ସ୍ତୋତ୍ର ପାଠ କରନ୍ତୁ, ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ଜିଦ୍ଦି ଓ ଜଲ୍ଦବାଜି କରିବା ଉଚିତ ନୁହେଁ, କଷ୍ଟ ଦେଖାଦେବ। ମକର ରାଶି। ମକର ରାଶି ବ୍ୟକ୍ତିମାନଙ୍କ ପାଇଁ ମାତୃତୁଲ୍ୟ ବ୍ୟକ୍ତିଙ୍କୁ ସମ୍ମାନ ଆଦର ଭକ୍ତି କରନ୍ତୁ। ବନ୍ଧୁବାନ୍ଧବ ସହଯୋଗତା ଦେଖାଦେବ। ବହୁ ଦିନ ଧରି କୌଣସି ବ୍ୟକ୍ତି ଆପଣଙ୍କ ସହିତ ଚର୍ଚ୍ଚା କରିନଥିଲେ, କିଛି କଥାବାର୍ତ୍ତା କିଛି ଚର୍ଚ୍ଚା ପ୍ରାରମ୍ଭ ହେବ। ବିଦ୍ୟାର୍ଥୀ ସଫଳତା ଅର୍ଜନ କରିବେ, କିନ୍ତୁ ପରନ୍ତୁକୁ ନେଇ ଚର୍ଚ୍ଚା କରିବା ଉଚିତ ନୁହେଁ।
ନିଜର ମାନ ସମ୍ମାନ ମର୍ୟାଦା ପ୍ରତି ଧ୍ୟାନ ଦିଅନ୍ତୁ। ସନ୍ତାନକୁ ନେଇ ଶ୍ରଦ୍ଧେୟତା ହୁଅନ୍ତୁ। କର୍ତ୍ତବ୍ୟ ପ୍ରାଣ ହୋଇ ରୁହନ୍ତୁ। ଯଦି କୌଣସି ପୁରୁଣା କଥାକୁ ଆଲୋଚନା କରୁଛନ୍ତି ତାହେଲେ ନିଶ୍ଚିତ ଭାବେ ପାରିବାରିକ ସମସ୍ୟା ଏବଂ ସୁଖରୁ ବଞ୍ଚିତ ହେବାର ସମ୍ଭାବନା ଦେଖାଯାଉଛି। ଆଜିର ଲକି ନମ୍ବର୍ସ 1 ଲକି କଲର୍ସ ଲକି ଡାଇରେକ୍ସନ ଇଷ୍ଟ। ଭଗବାନ ସୂର୍ଯ୍ୟ ନାରାୟଣଙ୍କୁ ଭକ୍ତିର ସହିତ ପୂଜା ଅର୍ଚ୍ଚନା କରନ୍ତୁ। ମାତା ପିତାଙ୍କୁ ଶାଶୁ ଶ୍ୱଶୁରଙ୍କୁ ପ୍ରଣାମ କରନ୍ତୁ। ଏହା ଦ୍ୱାରା ମଙ୍ଗଳମୟ ଓ ସଫଳତା ଦେଖାଦେବ। କୁମ୍ଭ ରାଶି କୁମ୍ଭ ରାଶି ବ୍ୟକ୍ତିମାନଙ୍କ ପାଇଁ ପରାକ୍ରମ କ୍ଷେତ୍ର ବିଜୟ ପ୍ରାପ୍ତି ଅଛି। ଭାଇ ଭଉଣୀ ମିତ୍ରଙ୍କ ଦ୍ୱାରା ସପୋର୍ଟ ମିଳିବ, ସହଯୋଗ ମିଳିବ। ବନ୍ଧୁମାନଙ୍କର ମଧ୍ୟ ସହଯୋଗିତା ଦେଖାଦେବ। କିନ୍ତୁ ମନେ ରଖିଥିବା ଦରକାର କ'ଣ କରୁଛନ୍ତି, କ'ଣ କରିବା ଆବଶ୍ୟକତା ଅଛି। ସ୍ୱାସ୍ଥ୍ୟ ପ୍ରତି ଫୋକସ୍ ରଖନ୍ତୁ ଏବଂ କୌଣସି କାର୍ଯ୍ୟରେ ଜଲ୍ଦବାଜି ହେବା କାର୍ଯ୍ୟ କରନ୍ତୁ ନାହିଁ। ଏହାଦ୍ୱାରା ଦୁଃଖ ଏବଂ ସମସ୍ୟା ସମ୍ମୁଖୀନ କରିବାକୁ ପଡ଼ିପାରେ। ନିଜ କର୍ମକ୍ଷେତ୍ର ପ୍ରତି ଯଥେଷ୍ଟ ଫୋକସ୍ ରଖିବା ଆବଶ୍ୟକତା ଅଛି। କାହାରି ଉପରେ ନିର୍ଭର ହୋଇ କାର୍ଯ୍ୟ କରିବା ଉଚିତ ନୁହେଁ। କିନ୍ତୁ କର୍ମକ୍ଷେତ୍ରରେ ଛୋଟ ଛୋଟ କଥାକୁ ନେଇ ଅଶାନ୍ତି ଅସନ୍ତୁଷ୍ଟତା ବା ଡିଲ୍ ନଷ୍ଟ ହେବାର ସମ୍ଭାବନା ଦେଖାଯାଉଛି। ଆଜିର ଲକି ନମ୍ବର୍ସ 1 ଲକି ସ୍ପ୍ରିଙ୍ଗ ଲକି ଡାଇରେକ୍ସନ ଇଷ୍ଟ। ଭଗବାନ ସୂର୍ଯ୍ୟ ନାରାୟଣଙ୍କୁ ଭକ୍ତିର ସହିତ ପୂଜା ଅର୍ଚ୍ଚନା କରନ୍ତୁ। ଆଦିତ୍ୟ ହୃଦୟ ସ୍ତୋତ୍ର ପାଠ କରନ୍ତୁ। ସୁଖ ଦିନ କାଟିବ। ମୀନରାଶି ବ୍ୟକ୍ତିମାନଙ୍କ ପାଇଁ ପରାକ୍ରମ କ୍ଷେତ୍ର ବିଜୟ ପ୍ରାପ୍ତି ଅଛି। କୁଟୁମ୍ବ ପରିବାରକୁ ନେଇ ଆନନ୍ଦିତ ହେବେ ଏବଂ ଅର୍ଥ ଯୋଗୁଁ ସମ୍ମାନିତ ମଧ୍ୟ ଦେଖାଦେବ ଏବଂ ସମ୍ମାନ ଆପଣଙ୍କୁ ଯଥେଷ୍ଟ ସଫଳତା ଦେବ। ଦାମ୍ପତ୍ୟ ଜୀବନରେ ଆନନ୍ଦ ସୁଖ ମଧୁମୟ ଦେଖାଦେବ। ସ୍ୱାସ୍ଥ୍ୟ ଉପଶମ ଦେଖାଦେବ। କାର୍ଯ୍ୟରେ ସେଥିପାଇଁ ସଫଳତା ଦେଖାଦେଉଛି। ସନ୍ତାନକୁ ନେଇ ଆନନ୍ଦିତ ହେବେ। କର୍ମକ୍ଷେତ୍ର ବିଜୟ ପ୍ରାପ୍ତି ଅଛି। କର୍ମକ୍ଷେତ୍ରରେ ବିଜୟ ପ୍ରାପ୍ତି ସହିତ ସଫଳତା ମଧ୍ୟ ଅଛି। ଆଜି ଲକି ନମ୍ବର୍ସ 5 ଲକି କଲର୍ସ ଗ୍ରୀନ ଲକି ଡାଇରେକ୍ସନ ନର୍ଥ। ଭଗବାନ ଲକ୍ଷ୍ମୀ ନୃସିଂହ ଭକ୍ତିର ସହିତ ପୂଜା ଅର୍ଚ୍ଚନା କରନ୍ତୁ। ଓମ୍ ନମୋ ଭଗବତେ ବାସୁଦେବା ଏହି ମନ୍ତ୍ର ଜପ କରନ୍ତୁ। ସୁଖ ଦିନ କାଟିବ। ଦର୍ଶକ ବନ୍ଧୁ, ଏତ ଥିଲା ଆଜି ଦିନର 12 ରାଶିଫଳ। ଆଜି ତ ସମୟ ଯାଇଛି। କାର୍ଯ୍ୟକ୍ରମକୁ ଆମେ ଏଇଠି ରଖୁଛୁ। ପୁଣି ଦେଖା ହେବା ଆଗାମୀ ଅଧ୍ୟାୟରେ। ଜୟ ଜଗନ୍ନାଥ, ନମସ୍କାର।